ବାର ମାସରେ 13 ପରବ ସବୁ ଲାଗେ ନୂଆ ନୂଆ, ଧାନ ବିଲରେ ସୁନା ଫସଲ ପବନ ବି ମନ ଛୁଆ, ଚିତଉ ଚକୁଳି ଆରିସା ପିଠା ଗଛରେ ଚଢ଼େଇ ଗାଏ କବିତା, ଜହିଁ ବାସି ପଖାଳ ବି ଲାଗେ ବଢ଼ିଆ, ମୁଁ ଗରବେ କହିବି ଏତିକି ମୁଁ ଓଡ଼ିଆ ଭାରି ପବିତ୍ର ଉଦ୍ଦେଶ୍ୟ ମହତ କଥା। ଉତ୍କଳ ଦିବସର ଏଇ ଯେଉଁ ପାଳନ ଏବଂ ତା ସାଙ୍ଗରେ ଉତ୍କଳର ଆଇଡେଣ୍ଟି କାର୍ଡ଼ ଯିଏ ବିଜୁ ପଟ୍ଟନାୟକ ତାଙ୍କ ପାଇଁ ତାଙ୍କର ଯେଉଁ ଶତବାର୍ଷିକୀ ପାଇଁ ବର୍ତ୍ତମାନ ସାରା ଓଡ଼ିଶା ସେଲିବ୍ରେସନ୍ କରୁଛି। ଦୁଇଟା ଯାକର ଯୋଗ ହେଇଛି ଏଇ ଜାଗାରେ ଏବଂ ଏ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଏ କାର୍ଯ୍ୟକ୍ରମରେ ଯେଉଁମାନେ ସମସ୍ତେ ଅଛନ୍ତି ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଅଭିନନ୍ଦନ। କାରଣ ମୁଁ ଏଇଖିଣା ନଗଦ ଓଡ଼ିଶାରୁ ଆସିଛି ମାନେ ମୋ ଅଭିନନ୍ଦନଟା ପୁରା ରେଡ଼ି, ପୁରା ପଖାଳ ଭଳିଆ ଲାଗିବ। ହଁ ଏବଂ ମାନ୍ୟବର ବ୍ୟକ୍ତି ଯେଉଁମାନେ ସମସ୍ତେ ସାମ୍ନାରେ ବସିଛନ୍ତି ସେମାନଙ୍କର ପରିଚୟ ଦେବା ଦରକାର ନାହିଁ, ଆପଣ ସମସ୍ତେ ଜାଣିସାରିଲେଣି। ଯେତେ ଜଣ ଆସୁଛନ୍ତି ଥରେ ପରିଚୟ ଦେଉଛନ୍ତି, ତେଣୁ ତାଙ୍କର ପରିଚୟ ଏଇଖିଣା ଦେବା ମାନେ ସୂର୍ଯ୍ୟକୁ ଟର୍ଚ୍ଚ ଲାଇଟ୍ ମାରିବା ସହିତ ସମାନ। ତେଣୁ ତାଙ୍କୁ ଆଉ ପରିଚୟ ଦେବା ନାହିଁ। ଯେତିକି ଟୋକା ଅଛନ୍ତି ହାତ ହଲେଇ ଦିଅନ୍ତୁ ପ୍ଲିଜ୍। ବାସ୍ ବାସ୍। ହଁ ଓଡ଼ିଶାରେ ତ ବୁଢ଼ା ହିଁ ନାହାନ୍ତି, ଜାଣିଛ ନା ନାହିଁ? ନା ଏଇଟା ଜାଣିନାହାନ୍ତି, ମନେ ରଖନ୍ତୁ, ପରୀକ୍ଷାରେ ପଡ଼ିବ। 60-65 ବର୍ଷର ବୁଢ଼ା ବର୍ତ୍ତମାନ ଫୁଲ ପକା ସାର୍ଟ ପିନ୍ଧିକି ମୁଣ୍ଡରେ ଏମିତି ରଙ୍ଗ ମାରିକି ବୁଲୁଛନ୍ତି, କାହାକୁ ବୁଢ଼ା କହିବ ମାରି ଗାଲ ଫୁଲେଇ ଦେବେ, କହିବେ ବୁଢ଼ା କିଏ ଭେଣ୍ଡି ବୁଢ଼ା ନା ବାଇଗଣ ବୁଢ଼ା, ମୋ ବୟସର ଟୋକା ବାହା ହେଇନାହାନ୍ତି। ତେଣୁ ବୁଢ଼ା କେଉଁମାନେ ଯେଉଁମାନଙ୍କର ଛପର ଧଳା ହେଇଗଲାଣି, ଆଉ ଯେତିକି କଳା ଭଳିଆ ସବୁ ଟୋକା ମୋ ଭାଇମାନଙ୍କୁ ହାତ ହଲା ଅଭିନନ୍ଦନ। ଭାଇମାନଙ୍କର ଭଉଣୀମାନେ ଯେତିକି ରହିଲେ ସେଇମାନଙ୍କୁ ବି ଅଭିନନ୍ଦନ। ଏବଂ 2005 ମସିହା ପରେ ଯେଉଁ ପ୍ରଡ଼କ୍ଟ ସବୁ ଆସିଛନ୍ତି, ଏଇ ଯେଉଁ ଉତ୍ପାଦ ହେଉଥିଲେ କିଣା ସବୁ, ହଁ ଏଗୁଡ଼ା ଚିଙ୍ଗିଡ଼ି ମିଙ୍ଗିଡ଼ି ବାଚା ସବୁ, ସେମାନଙ୍କୁ ପ୍ରବଳ ସ୍ନେହ। ଯଦି ପାରିବେ ମୋ ତରଫରୁ ଗୋଟେ ଚକୋଲେଟ୍ ଦେଇଦେବେ, ଏତେ ପଇସା ହେବନି ମୋ ପାଖରେ। ଏବଂ ସବୁ କଥା ତ ସରିଗଲା। ଯେଉଁମାନେ ଆୟୋଜନ କରିଛନ୍ତି ବର୍ତ୍ତମାନ କର୍ମକର୍ତ୍ତାମାନେ ସେଇଠି ଯେଉଁମାନେ ଅଛନ୍ତି ସବୁ ପ୍ରେସିଡେଣ୍ଟ ସେକ୍ରେଟାରୀ ଏବଂ ବିଭିନ୍ନ ଜାଗାରୁ ସବୁ ଆସିଛନ୍ତି, ଯେଉଁମାନେ ଓଡ଼ିଶାକୁ ବଞ୍ଚେଇ ରଖିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି, ସେଇମାନଙ୍କୁ ବି ମୋ ତରଫରୁ ଅଭିନନ୍ଦନ। ଏଇ ଯେଉଁ ଛୋଟ ପିଲାଙ୍କ କଥା କହିଲେ ଆପଣ ସମସ୍ତେ ହସିଦେଲେ। କ'ଣ ପାଇଁ ହସିଲେ? ଯେ ଛୋଟ ପିଲା ସିଏ ତ ବାଳୁଙ୍ଗା ହେବେ, ବଦମାସ ହେବେ, ଏଇଆ ତ କ'ଣ ନା? ହଁ ଛୋଟ ପିଲା ଗୁଡ଼ା, କିନ୍ତୁ ଆକ୍ଚୁଆଲି ଆଜିକା ଦିନରେ ଛୋଟ ପିଲା ହେଉଛନ୍ତି ସବୁଠାରୁ ଇମ୍ପୋର୍ଟାଣ୍ଟ। ଖାଲି ମନେ ରଖିଥାନ୍ତୁ, ଯଦି କାହାକୁ ଡରିବାର ଅଛି, ମୁଁ ତ ମୋ ଲାଇଫ୍ର ଫିଲୋସଫି କହୁଛି, ମୁଁ କେବଳ ଡରେ ଛୋଟ ପିଲାଙ୍କୁ। ଏଇଥିପାଇଁ ସେଗୁଡ଼ା ଏତେ ଚାଲାକ ହେଇଗଲେଣି ଯେ ଆମେ ବର୍ତ୍ତମାନ ତାଙ୍କର ଥଳକୂଳ ପାଉନାହୁଁ। ମୁଁ ଆଗଥର ଆସିଥିଲି, ବୋଧେ ମୋତେ ଲାଗୁଛି କହିଥିବି ଯେ ବାପା ମା ମୋବାଇଲ ଖଣ୍ଡେ ଧରୁଛନ୍ତି, ମିସ୍ କଲ୍ ଡାଏଲ୍ କଲ୍ ଜାଣିଥିବେ, ନହେଲେ ମେସେଜ୍ ଟିକେ, ନହେଲେ ଏବେ ଟିକେ ବଡ଼ ମୋବାଇଲ ବାହାରିଲାଣି, ହ୍ୱାଟ୍ସଆପ୍ ଫେସବୁକ୍ ଏଇଆ ସବୁ। କିନ୍ତୁ ଏବେକାର ପିଲା ନା ଆଉ କ'ଣ ଜାଣିଛନ୍ତି ବାପା ମା ଜାଣିନଥିବେ, କିନ୍ତୁ ମୋତେ ଲାଗୁଛି ଏବେକାର ପିଲା ଯେଉଁଗୁଡ଼ା ନୂଆ ସ୍କୁଲ ଯାଉଛନ୍ତି, କ୍ଲାସ୍ 1, 2, 3, KG1, KG2, LKG, ଯେଉଁଗୁଡ଼ା 1 KG ବି ହେଇନାହାନ୍ତି, ସେଇମାନଙ୍କୁ ଗୋଟେ ମୋବାଇଲ ଥରେ ଦେଇକି ଦେଖିବେ, 1 ମିନିଟ୍ ଭିତରେ ତା ଅନ୍ତ ଘାଣ୍ଟି ଦେବେ ଇଏ ପିଲା। ଅଧିକାଂଶ ସମୟରେ ବାପା ମା ପିଲାକୁ ମୋବାଇଲ ଦେଇ କହୁଛନ୍ତି, ବାପା ଦେଖିଲୁ କ'ଣ ରିଙ୍ଗଟୋନ୍ ଚେଞ୍ଜ ହେଲା, ସେ ପିଚ୍ ହେଇଗଲା, ହଉନି। ଟିଭିରେ ଦେଖିବେ ଗୋଟେ ଜିନିଷ ଆଡ଼ଭର୍ଟାଇଜ ଦେଉଛି, ଆପଣ ଜାଣିଛନ୍ତି ସେଟା ନଟ୍ ଫର୍ ମାଇନସ୍, ଛୋଟ ପିଲା ଦେଖିବା କଥା ନୁହଁ, କିନ୍ତୁ ଦେଉଛି। ପ୍ରଡ଼କ୍ଟ ନା କହୁନି, ଆପଣମାନେ ବୁଝିପାରିବେନି। ଯଦି ସେ ଆଡ଼ଭର୍ଟାଇଜ ଦେଲା ବେଳେ ଛୋଟ ପିଲା ବସିଥିବ, ବାପା ମା ଠାକୁରଙ୍କୁ ଡାକୁଛନ୍ତି, ବାଳୁଙ୍ଗା ନ ଦେଖୁ। ସେଇ ସମୟରେ ପିଲା ପଚାରୁଛି, ମାମା ହ୍ୱାଟ୍ ଇଜ୍ ଦିସ୍, ମାନେ ବାପା ମାଙ୍କର ବିପି ବଢୁଛି। ତ ପାଠ ପଢ଼ିନି, ତ ମାଷ୍ଟର ହୋମୱାର୍କ ଦେଇନି କି, ମୋ ଧନ ପରା ଗଲୁ ପାଣି ଗ୍ଲାସ୍ ଆଣିବୁ। ଆମେ ଭାବୁଛେ କି ପିଲା କିଛି ଜାଣିନାହାନ୍ତି, କିନ୍ତୁ ବିଦ୍ୟାଳୟ ଇଏ ସାଲା ସବୁ ଜାଣିଛନ୍ତି। ସେ ଏଇଥିପାଇଁ ପଚାରୁଛନ୍ତି ଯେ ଆମେ ତ ଯାହା ଜାଣିଥିଲୁ ଏମିତି ସୂତ୍ରେକି ପଚାରିନା ଏକ୍ସଟ୍ରା ମାଲ କିଛି ମିଳିଯିବ କି? ମାନେ ଏବେକାର ପିଲାଙ୍କ କଥା ମୁଁ ପରା କହୁଛି, କହିଲି ନା 13 ଦିନ ଖଣ୍ଡେ ଏଇଠି କହିବି।